ବ୍ଲକ ସ୍ତରୀୟ ଗୋବନ୍ଧ୍ୟା ନିରାକରଣ ଶିବିର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନୂଆପାଟଣା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ 575 ଜଣ ଚାଷୀ ସେମାନଙ୍କର ଗାଈ ଛେଳିମାନଙ୍କର ଗର୍ଭଜନିତ ସମସ୍ୟା ତଥା ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। 200ଟି ଜର୍ସି, 100ଟି ହରିୟାଣା ଓ 200ଟି ଦେଶୀ ଗାଈଙ୍କୁ ଆନୁଷଙ୍ଗିକ ଚିକିତ୍ସା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ହିନ୍ଦୋଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦେବାଶିଷ ତ୍ରିପାଠୀ ଏବଂ ରାସୋଳ ପ୍ରାଣୀ ଚିକିତ୍ସକ ଡାକ୍ତର ଅଭିଷେକ ସାହୁ ଯୋଗଦେଇ ଗାଈ, ବଳଦ, ମାଛ ଚାଷ, କୁକୁଡ଼ା ଚାଷ ଓ ଛେଳି ଚାଷ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। ଏଥିସହିତ ବିଭିନ୍ନ ସମସ୍ୟାର ଡାକ୍ତରୀ ପରାମର୍ଶ ଓ ଚିକିତ୍ସା କରିଥିଲେ। ଏହି ଶିବିରରେ ଗୋମିତ୍ରମାନଙ୍କ ସମେତ ସ୍ଥାନୀୟ ସରପଞ୍ଚ ଦିବାକର ନାୟକ, ଗ୍ରାମ ସଭାପତି ମହୁର ସାହୁ, ସମ୍ପାଦକ ନିତ୍ୟାନନ୍ଦ ପୃଷ୍ଟି, ମୁନଲାଇଟ କ୍ଲବର ସଭାପତି ରବି ନାରାୟଣ ପୃଷ୍ଟି, ଆନନ୍ଦ ଖୁଣ୍ଟିଆ, ବିନୋଦ ଖୁଣ୍ଟିଆ ଓ ଦାଶରଥୀ ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।